ଆରମ୍ଭରୁ ଆୟୁଷ୍ମାନ ହେଲା ଅଡ଼ୁଆ। ବଢ଼ୁଛି ସଫ୍ଟୱେର ସମସ୍ୟା। BSKY ବଦଳରେ ସରକାର ଆୟୁଷ୍ମାନ ଯୋଜନା ଆରମ୍ଭ କଲେ। କିନ୍ତୁ ବୈଷୟିକ ତ୍ରୁଟି ଯୋଗୁଁ ଏବେ ରୋଗୀ ଓ ଘରୋଇ ମେଡିକାଲ କର୍ତ୍ତୃପକ୍ଷଙ୍କ ପାଇଁ ଏହା ଗୋଟେ ବଡ଼ ସମସ୍ୟା ହୋଇ ସୃଷ୍ଟି ହୋଇଛି, ଯାହାକୁ ନେଇ ଉଭୟ ଅସନ୍ତୋଷ ପ୍ରକାଶ କରିଛନ୍ତି। ରୋଗୀଙ୍କର କୌଣସି ସମସ୍ୟା ନାହିଁ, କିନ୍ତୁ ହସ୍ପିଟାଲ ପକ୍ଷରୁ ବୈଷୟିକ ସମସ୍ୟା ରହିଛି। ରୋଗୀଙ୍କ ସହିତ ଡାକ୍ତରଙ୍କ ଫଟୋ ଦେବାକୁ ପଡ଼ୁଛି, କିନ୍ତୁ ଡାକ୍ତରମାନେ ଏକଥା ଚାହୁଁନାହାନ୍ତି। OTP ଟାଇମ୍ ଆଉଟକୁ ନେଇ ସମସ୍ୟା ରହୁଛି। ପଞ୍ଜୀକରଣ ଓ ପୁନଃ ପଞ୍ଜୀକରଣକୁ ନେଇ ସମସ୍ୟା ରହୁଛି। କାଗଜପତ୍ର ଓ ବିଲ୍ ପଠାଇବାରେ ବିଳମ୍ବ ହେଉଛି। ସରକାର କହୁଛନ୍ତି ଆୟୁଷ୍ମାନ ପାଇଁ ଉନ୍ନତ ସଫ୍ଟୱେର ବ୍ୟବସ୍ଥା ହୋଇଛି, କିନ୍ତୁ 11 ତାରିଖରେ ଏହି ଯୋଜନା ଆରମ୍ଭ ପରେ ଅନେକ ରୋଗୀ ସଫ୍ଟୱେର ସମସ୍ୟା ଯୋଗୁଁ ହଇରାଣରେ ପଡ଼ିଛନ୍ତି। ରୋଗୀ କୌଣସି ସୂଚନା ପାଇନାହାନ୍ତି। ସ୍ପାଇନ ସର୍ଜରୀରେ 3ଟି ବଡ଼ ନଟ୍ ଲାଗେ। ପ୍ୟାକେଜରେ ଗୋଟିଏ ଲାଗିବାର ବ୍ୟବସ୍ଥା। ଅନେକ ଫଟୋ ଓ ରିପୋର୍ଟକୁ ବାଧ୍ୟତାମୂଳକ କରାଯାଇଛି। BSKYରେ ପ୍ରି ଆପ୍ରୁଭାଲ ଅପସନ୍ ଥିଲା। ତେବେ ଆୟୁଷ୍ମାନରେ ବି ଏଭଳି ବ୍ୟବସ୍ଥା ରଖିବା ପାଇଁ ସଂଘ ପକ୍ଷରୁ କୁହାଯାଇଛି।